ଫୁଲକୋବି ଆଉ ରୂପାପତି ଶୁଖୁଆକୁ ରାନ୍ଧିକି ଆପଣମାନେ କେବେ ଖାଇଛନ୍ତି କି? ତ ଚାଲନ୍ତୁ ଆଜି ବନେଇବା। ତ ପ୍ରଥମେ ମୁଁ ଫୁଲକୋବିକୁ କଟାକଟି କରିକି ତାକୁ ହଳଦୀ ପାଣିରେ ଦେଇଦେଲି। ତାପରେ ଶୁଖୁଆକୁ କାଟିଦେଲି। ତାପରେ ତରକାରୀ ପାଇଁ ଯାହା ଯାହା ବି ମୁଁ ନେଇଥିଲି ଆଳୁ, ବାଇଗଣ, ବିଲାତି ସବୁକୁ କଟାକଟି କରିକିନା ରୋଷେଇ ଷ୍ଟାର୍ଟ କରିଦେଲି। ତ ଏସବୁ ରୋଷେଇ ମା ଆମେ ଯେତେବେଳେ ସାନ ଥିଲୁ ସେ ରାନ୍ଧୁଥିଲେ। ଆଉ ସେସବୁ ରୋଷେଇ ଆଜି ମୁଁ ଗୋଟେ ଗୋଟେ ଟ୍ରାଏ କରୁଛି। ତାଙ୍କ ବରାବର ତ ମୁଁ କରିପାରିବିନି, ଫିର୍ ବି ଟିକେ ଚେଷ୍ଟା କରୁଛି ରାନ୍ଧିବା ପାଇଁ। ତ ଶୁଖୁଆ ମୋର ବହୁତ ହି ପ୍ରିୟ। ଯେକୌଣସି ଶୁଖୁଆ ବି ଦେଲେ ମୁଁ କହିଲେ ବହୁତ ହି ଖୁସିରେ ଖାଇଦେବି। ତ ମାଛ, ମାଂସ ଦୁଇଟା ଜିନିଷ ଭିତରେ ଯଦି ମୋତେ ବାଛିବା ପାଇଁ କୁହାଯାଏ ତାହେଲେ ନିହାତି ଭାବରେ ମୁଁ ଶୁଖୁଆକୁ ହିଁ ବାଛିବି। ଏପଟେ ଦେଖନ୍ତୁ ମୋର ତରକାରୀ ପୁରା ସ୍ୱାଦିଷ୍ଟ ହେଇକି ରେଡ଼ି ହେଇଯାଇଛି। ତ ସାଙ୍ଗମାନେ ମୋର ଫୁଲକୋବି ଶୁଖୁଆ ତରକାରୀ ହେଇଯାଇଛି। ତ ମୁଁ ସକାଳେ ସକାଳେ ବର୍ତ୍ତମାନ ଶୀତ ଦିନରେ କ'ଣ ଗାଧେଇବ, ଆଗେ ଖାଇବି ତାପରେ ଗାଧେଇବି। ତ ମୋ ଭଳି କେଉଁମାନେ ବିନା ଗାଧୁଆରେ ଶୀତ ଦିନରେ ଖାଆନ୍ତି କମେଣ୍ଟରେ ଜଣେଇବେ। ତ ବହୁତ ହି ଟେଷ୍ଟି ହେଇଛି, ଆସନ୍ତୁ କିଏ କିଏ ଖାଇବେ।